ହ୍ୟାଲୋ ଫ୍ରେଣ୍ଡସ୍, ଗୁଡ୍ ମର୍ଣ୍ଣିଂ। କେମିତି ଅଛନ୍ତି ସମସ୍ତେ? ଭଲ ତ? ସେମିତି ଭଲ ଥାନ୍ତୁ। ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଅଙ୍କିତ ବ୍ଲଗ୍। ଆଜି ଆପଣମାନଙ୍କୁ ଗୋଟେ ରୋଷେଇ ଭିଡ଼ିଓ ଦେଖେଇବି। ଆମ ଓଡ଼ିଆମାନଙ୍କର ସବୁଠୁ ପସନ୍ଦଦାର ହେଉଛି କ'ଣ? ଖାଇବା ଘୁଗୁନି, ଯେଉଁଟାକି ଆମେ ସବୁ ଖାଇବା ସହିତ ଖାଇପାରିବା। ଆଉ ଆଜି ଆମେ ବିନା ପିଆଜ ରସୁଣରେ କେତେ ସୁନ୍ଦର ଭାବରେ ଘୁଗୁନି ବନେଇବା ଶିଖିବା। ଏଇଟା ଆମ ମାମା କରିବ ଆଉ ମୁଁ ଆପଣମାନଙ୍କୁ କହିଦେବି କି କେମିତି କରୁଛି ମାମା। ବହୁତ ଭଲ ରୋଷେଇ କରେ। ଚାଲନ୍ତୁ ଷ୍ଟାର୍ଟ କରିବା ରୋଷେଇଟା। ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ କରିବେ। ଚାଲନ୍ତୁ ଯିବା ରୋଷେଇ ପାଖକୁ। ମଟର ଆଳୁ ତରକାରୀ ପାଇଁ ଦେଖିପାରୁଥିବା ମାମା ଏଠି ମଟରକୁ କେତେ ଟାଇମ୍ 2-3 ଘଣ୍ଟା ପାଣିରେ ଭିଜେଇ ଦେଇଥିଲା ଏବଂ ତାପରେ ସେଥିରେ ଆଳୁ କିଛି କାଟିକି ମଧ୍ୟ ଦେଇ ଦେଇଥିଲା, ଯେଉଁଟାକି ଏବେ ପ୍ରେସରରେ ସିଝେଇବା ପାଇଁ ଦେଇଦେବ। ଆଉ ଦେଖନ୍ତୁ ପାଣିଟା ବି ଟିକେ ହଳଦିଆ ଦିଶୁଛି, କାହିଁକିନା ଏଥିରେ ମାମା ଟିକେ ହଳଦୀ ଆଡ଼୍ କରିଦେଇ ଆଳୁ ଆଉ ମଟରକୁ ଭଲସେ ଧୋଇ ଦେଇଛନ୍ତି। ଆପଣମାନେ ଜାଣିଥିବେ ହଳଦୀ ଗୋଟେ ଭଲ ମେଡ଼ିସିନ କାମ କରେ, ଆଉ ଏହା ସବୁ ଯାହା ଅପରିଷ୍କାର ଥାଏ ତାକୁ ସୁନ୍ଦର ଭାବରେ ଧୋଇକି କାଢ଼ି ନିଏ। ମାମା ସେଥିପାଇଁ ହଳଦୀ ଦେଇ ପୁରା ଏହାକୁ ଭଲସେ ସଫା କରିଦେଇଛି ଆଗେ ମଟର ଆଉ ଆଳୁକୁ। ଏବେ ମଟର ଆଉ ଆଳୁକୁ ଆମେ ପ୍ରେସର ଦେଇ ସିଝେଇ ଦେବା। ତ ସେଥିପାଇଁ ମାମା ଆମର ପ୍ରେସର ନେଇ ଆସିଛନ୍ତି। ଏବେ ମଟର ଆଉ ଆଳୁକୁ ଚାଲନ୍ତୁ ପ୍ରେସରରେ ଦେଇଦେବା। ଏବେ ମଟର ଆଉ ଆଳୁକୁ ମାମା ପ୍ରେସରରେ ଦେଇଛନ୍ତି, ଆଉ ସେଥିରେ ମଧ୍ୟ ଗୋଟେ ଛୋଟ ଟମାଟୋ ନେଇଯାଇଛନ୍ତି। ଟମାଟୋଟା ଆମର ଫ୍ଲେଭର ପାଇଁ ଭଲ କରିବ ତରକାରୀରେ, ସୁନ୍ଦର ଭାବରେ ତରକାରୀର ଟେଷ୍ଟ ବଢ଼ାଇଦେବ। ଆଉ ଏଠି ମାମା ଆଳୁ ଆଉ ମଟର ନେଲା ପରେ ସେଥିରେ ହଳଦୀ ଗୁଣ୍ଡ ମଧ୍ୟ ଆଉ ଥରେ ଆଡ଼୍ କରିଦେଇଛନ୍ତି। ତାପରେ ମାମା ଏଠି ଆମର ଗୋଟେ ଛୋଟ ତାଟିଆରେ ଦେଖନ୍ତୁ ସବୁ କ'ଣ ମସଲା ନେଇଛନ୍ତି। ଯେହେତୁ ଏଟା ଆମର ବିନା ପିଆଜ ରସୁଣରେ ହେବ, ସେଥିପାଇଁ ପ୍ରଥମେ ଲଙ୍କା ଗୁଣ୍ଡ କିଛି ନେଇଯାଇଛନ୍ତି। ଆପଣମାନେ ରାଗ ନେଇପାରିବେ ବା କଲରଫୁଲ୍ ଲଙ୍କାଗୁଣ୍ଡ ନେଇପାରିବେ। ତାପରେ ଜିରା ଗୁଣ୍ଡ କିଛି ନେଇଯାଇଛନ୍ତି। ଦେଖନ୍ତୁ ଆମର ଏଟା ବିନା ପିଆଜ ରସୁଣରେ ହେବ, ତ ସେଥିପାଇଁ ମସଲାର ପରିମାଣ ଟିକେ ଆପଣମାନେ ଅଧିକ ନେଇପାରିବେ। ଆଉ ତାପରେ ଏଠି ଧଣିଆ ଗୁଣ୍ଡ 3ଟି ଗୁଣ୍ଡ ନେଇଯାଇଛନ୍ତି। ତାପରେ ଆଉ କିଛି ଆପଣମାନେ ନେବେ ଗରମ ମସଲା, ଯେଉଁଟାକି ଏଇ 4ଟି ଜିନିଷ ହିଁ ମେନ୍ ଏଥିରେ ଟେଷ୍ଟି କରିବ ତରକାରୀକୁ। ତାପରେ ସେଥିରେ କିଛି ପାଣି ଆଡ଼୍ କରିଦେଇଛନ୍ତି। ପାଣି ଆଡ଼୍ କଲା ପରେ ସବୁକୁ ଭଲ ଭାବରେ ଫେଣ୍ଟି ଦେଇଛନ୍ତି। ଦେଖନ୍ତୁ କେତେ ସୁନ୍ଦର ଭାବରେ ଫେଣ୍ଟି ଦେଇଛନ୍ତି। ଆପଣମାନେ ଭାବିଥିବେ ତ ୟାକୁ ସବୁ ଏକାଥରେ କଢ଼ାରେ ହିଁ କରିଥିଲେ ହେଇଯାଇଥାନ୍ତା। ନା, ସେମିତି ନାହିଁ। ଆଗତୁରା ଆମେ ଯଦି ୟାକୁ ଭଲ ସୁନ୍ଦର ଭାବରେ ସମାନ ପରିମାଣରେ ଭିଜେଇକି ଟିକେ ସମୟ ରଖିଦେବା, ଏଟା ଟିକେ ଭିଜିଯିବ ଆଉ ମସଲାର ସୁନ୍ଦରଟା ଟିକେ ଭଲ ଆସିବ। ଆଉ ଏଥିରେ ଟମାଟୋ କିଛି ମଧ୍ୟ ବ୍ୟବହାର କରାଯିବ। ଆପଣମାନେ ସେଠି ଦେଖିଥିଲେ ପ୍ରେସରରେ ମଧ୍ୟ ଦିଆହେଇଥିଲା ଆଉ ଗୋଟେ କଞ୍ଚା ଟମାଟୋ, ଆଉ କିଛି ଯେହେତୁ ବିନା ପିଆଜ ରସୁଣରେ ହେଉଛି ତ ସେଥିପାଇଁ ନଡ଼ିଆ କୋରା କିଛି ଆମେ ବ୍ୟବହାର କରୁଛନ୍ତି ଏଠି ଘୁଗୁନିରେ। ଚାଲନ୍ତୁ ଗ୍ୟାସ୍ ଅନ୍ କରି କଡ଼ାରେ ତେଲ ଦେବା। ଗ୍ୟାସ୍ ଅନ୍ ହେଲା, ଗରମ ହେଲା। ଗ୍ୟାସ୍ ଅନ୍ କଲା ପରେ କଡ଼ା ଗରମ ହେଲା ପରେ ଏଥିରେ ତେଲ ଦେଇଦେବା। ଯେହେତୁ ଆମେ ବିନା ପିଆଜ ରସୁଣରେ କରୁଛୁ, ତାପରେ ଆଜି ସୋମବାର ବି ଥିଲା, ତ ସେଥିପାଇଁ ଆମେ କ'ଣ କରୁଛନ୍ତି କି ଏଥିରେ ରିଫାଇନ୍ ତେଲ ବ୍ୟବହାର କରୁଛୁ। କାହିଁକିନା ବିନା ପିଆଜ ରସୁଣ ମାନେ ତ ସମସ୍ତେ ରିଫାଇନ୍ ତେଲ ହିଁ ବ୍ୟବହାର କରିବେ, ତ ସେଥିପାଇଁ ଆମେ ମଧ୍ୟ ରିଫାଇନ୍ ତେଲ ବ୍ୟବହାର କରୁଛୁ। ଆପଣମାନେ ଏଟାକୁ ରିଫାଇନ୍ ତେଲ ଆଉ ସୋରିଷ ତେଲ ଯେମିତି ଚାହିଁବେ ବି ମଧ୍ୟ କରିପାରିବେ, ସୁନ୍ଦର ହିଁ ଲାଗିବ, କିଛି ଅସୁବିଧା ନାହିଁ। ତାପରେ ଏଥିରେ ଦେଖନ୍ତୁ ମାମା ପ୍ରଥମେ ରିଫାଇନ୍ ତେଲ ଟିକେ ଦେଇ ଦେଇଛନ୍ତି। ତାପରେ ମାମା ଏଥିରେ କ'ଣ ପକାଉଛନ୍ତି ଚାଲନ୍ତୁ ଦେଖିବା। ଦେଖନ୍ତୁ ଏଥିରେ ଆପଣମାନେ ଦେଖିପାରୁଥିବେ କିଛି ତେଜପତ୍ର ଆଉ ଗୋଟା ମସଲା କିଛି ପକାଇ ଦେଇଛନ୍ତି, ଯେଉଁଥିରେ କି ଡାଲଚିନି ଆଉ ଆମର ଛୋଟ ଗୁଜୁରାତି ଅଛି। ତାପରେ ଏଥିରେ ଗରମ ହେଇଯାଇଥିଲା ତେଲ, ତ ତାପରେ ମାମା ଏଥିରେ ସେଇ ଯେଉଁ ପେଷ୍ଟଟା ତିଆରି କରିକି ରଖିଥିଲା, କି ସବୁ ଗୁଣ୍ଡମାନଙ୍କର ପାଣି ଦେଇ ଯେଉଁ ପେଷ୍ଟଟା ତିଆରି କରି ରଖିଥିଲା ସେଇଟାକୁ ଆଡ଼୍ କରିଦେଇଛନ୍ତି। ଯଦି ଏଇଟା ଆମର ପିଆଜ ରସୁଣ ତରକାରୀ ହେଇଥାନ୍ତା ତ ଏଠି ପିଆଜ ଦେଇକି ଆମେ କରିଥାନ୍ତେ। ଏଠି ଯେହେତୁ ପିଆଜ ରସୁଣ ତରକାରୀ ନୁହେଁ, ତ ପ୍ରଥମେ ସେଇ ଯେଉଁ ପେଷ୍ଟଟା ତିଆରି ହେଇ ରହିଥିଲା ସେ ପେଷ୍ଟଟାକୁ ଦେଇ ଦେଇଛନ୍ତି। ଦେଖନ୍ତୁ
ଯେହେତୁ ତେଲ ଗରମ ହେଇକି ଥିଲା ତ ଦେଖନ୍ତୁ କଲରଟା ମଧ୍ୟ ଫାଷ୍ଟରୁ କେତେ ସୁନ୍ଦର ପଳେଇ ଆସିଲା, କେତେ ବଢ଼ିଆ ଦିଶୁଛି ଫାଷ୍ଟରୁ। ଆଉ ସବୁବେଳେ ମନେ ରଖିଥିବେ ପ୍ରଥମେ କେବେ ବି ଛାଡ଼ିଦେବେନି, ଆପଣମାନେ ସବୁବେଳେ ଏଟାକୁ ଟିକେ ହଲଚଲ କରୁଥିବେ, କାହିଁକି ନା ଏଗୁଡ଼ା ହେଉଛି ପାଉଡ଼ର ଜିନିଷ, ସବୁବେଳେ ହଲଚଲ ନ କଲେ ଏଟା ଲାଗିଯିବାର କଢ଼ାର ସମ୍ଭାବନା ବହୁତ ଥାଏ। ତ ସେଥିପାଇଁ ଏଟାକୁ ଟିକେ ହଲଚଲ କରୁଥିବେ ସବୁବେଳେ, ଟିକେ ବି ବସିବାକୁ ଦେବେ ନାହିଁ ପ୍ରଥମରୁ। ଦେଖନ୍ତୁ ଆମର ପୁରା କେତେ ସୁନ୍ଦର ଭାବରେ ଫୁଟି ଚାଲିଛି ଏଇଟା। ମୁଁ ଏଥିରେ ମୋର ଘୁଗୁନି ବହୁତ ପସନ୍ଦ, ମାମା ତାପରେ ଏଥିରେ କିଛି ହଳଦୀ ମଧ୍ୟ ଏଡ୍ କରିଦେଇଛନ୍ତି, ଆଉ ଅଳ୍ପ ହଳଦୀ। ମୁଁ କହୁଥିଲି କି ମୋର ଘୁଗୁନି ବହୁତ ପସନ୍ଦ, ମୁଁ ସବୁ ଖାଦ୍ୟରେ ମୋତେ ଯଦି ଘୁଗୁନି ଆପଣ ଦେବେ ମୁଁ ଖାଇଦେବି। ମାମା ତାପରେ ଏଥିରେ ଦେଖନ୍ତୁ କେମିତି କଞ୍ଚା ଟମାଟୋ ଯେଉଁ କାଟିକି ରଖିଥିଲା ତ ତାକୁ ଏଡ୍ କରିଦେଇଛନ୍ତି। ଏଇ ଟମାଟୋଟା କଞ୍ଚା ପକାଇବାର କାରଣ କଞ୍ଚା ଟମାଟୋ ଟିକେ ଏଠି କଲର୍ ବି ଆଣିବ, ତା ସହିତ ଆମର ଟେଷ୍ଟଟାକୁ ଆଉ ଟିକେ ବଢ଼େଇ ଦେବ, ଭଲ କରିଦେବ। ଆମର ମସଲାର ପରିମାଣ ମଧ୍ୟ ଟିକେ ବି ବଢ଼ିଯିବ, ଯେହେତୁ ଟମାଟୋଟା ମସଲାକୁ ଅଧିକ କରିଦେବ ବି, ଟିକେ ଟମାଟୋ କ୍ୱାଣ୍ଟିଟି ଅଧିକା ପଡ଼ିଲା ଯେହେତୁ ସିଏ ଟମାଟୋର ପରିମାଣ ହେଇଯିବ, ମସଲାର ପରିମାଣ ଟିକେ ଅଧିକ ହେଇଯିବ। ଯେହେତୁ ଆମ ଟମାଟୋ ମାମା ଦେଖନ୍ତୁ ଟିକେ ବଡ଼ ବଡ଼ କାଟିଥିଲା, ଆପଣମାନେ ଚାହିଁଲେ ଛୋଟ ମଧ୍ୟ ଟମାଟୋ ଖଣ୍ଡ କାଟିପାରିବେ, କିଛି ଅସୁବିଧା ନାହିଁ ଏଥିରେ। ଆପଣ ଛୋଟ କାଟିଲେ ଟମାଟୋଟା ଶୀଘ୍ର ସିଝିଯିବ, ବଡ଼ କାଟିଲେ ଟିକେ ଟାଇମ୍ ଲାଗିବ, କିନ୍ତୁ ସିଝି ସେଇଟା ହେଇଯିବ ନରମ। ଆଉ ଦେଖନ୍ତୁ ଆମର ମସଲାଟା କେତେ ସୁନ୍ଦର କଲର୍ ଆସିଯାଇଛି, ତା ସହିତ ଟମାଟୋ ଯେଉଁ ପଡ଼ିଲା ମସଲା ସାଇଡ଼୍ରେ କେତେ ସୁନ୍ଦର ଭାବରେ କଲର୍ ଗୋଟେ ଦିଶୁଛି। ଏବେ ସେଥିରେ ମାମା ଆଉ କିଛି ଲଙ୍କାଗୁଣ୍ଡ ଟିକେ, ଏଇଟା ରାଗ ଲଙ୍କାଗୁଣ୍ଡ ସେତେବେଳେ ଦିଆଯାଇଥିଲା, ଏବେ ଟିକେ କଲର୍ ପାଇଁ ଲଙ୍କାଗୁଣ୍ଡ ମଧ୍ୟ ଏଡ୍ କରି ଦିଆଯାଇଛି, ଯେଉଁଟାକି ଆପଣମାନେ ଦେଖିପାରୁଥିବେ। ଆଉ ମସଲାରେ ଟିକେ ଲୁଣ ଏଡ୍ କରି ଦିଆଯାଇଛି। ସିଝେଇଲା ବେଳେ ତ ମଟରରେ ସବୁବେଳେ ଲୁଣ ଦିଆ ହେଇ ସିଝା ହେଇଥାଏ, ତଥା ଆଉ ମସଲା ପାଇଁ ଅଳ୍ପ ଆପଣ ଟିକେ ଲୁଣ ଦେଇଦେବେ। ଦେଖନ୍ତୁ ଏବେ ଆମର ମସଲାର କଲର୍ଟା କେତେ ଫାଣ୍ଟାଷ୍ଟିକ୍ ଆସିଯାଇଛି, ଦେଖିବାକୁ ପୁରା ଲାଗୁଛି ବହୁତ ସୁନ୍ଦର, ବହୁତ ଭଲ ଆସିଛି ଆମର ମସଲାର କଲର୍। ଏବେ ବାସ୍ନା ବି ମଧ୍ୟ ଆସ୍ତେ ଆସ୍ତେ ଆସିଲାଣି, କାହିଁକିନା ଏଇଟା ଯେହେତୁ ବିନା ପିଆଜ ରସୁଣରେ ଏ ତରକାରୀଟା ମଧ୍ୟ ଶୀଘ୍ର ବି ହେଇଯିବ, ଆପଣମାନେ ଜାଣିଥିବେ। ଆଉ ଶୀଘ୍ର ହେଇଯିବ ମାନେ ତାର ମସଲାର ବାସ୍ନାଟା ଶୀଘ୍ର ମଧ୍ୟ ଆମ ପାଖକୁ ଆସିଯିବ ନା। ତ ଆଉ ଆପଣମାନେ ଦେଖିପାରୁଥିବେ କୌଣସି ଗୋଟେ ଏଙ୍ଗେଲରୁ ଏଟା ଦିଶୁନଥିଲା କି ବିନା ପିଆଜ ରସୁଣ କି ମସଲାର ପରିମାଣ କମ୍ ହେଇଛି କି ଏଟା ଘୁଗୁନି ପାଇଁ ହିଁ ହେଉଛି। ଦେଖିପାରୁଥିବେ ଆପଣମାନେ ଏହାର କେତେ ସୁନ୍ଦର ଭାବରେ କଲର୍ ଆସିଯାଇଛି, ଆଉ ମସଲାର ପରିମାଣ ମଧ୍ୟ କେତେ ବଢ଼ିଯାଇଛି। ଆଉ ସବୁବେଳେ ଏଇଟାକୁ ହଲଚଲ କରୁଥିବେ, ମୁଁ ଯେମିତି କହିଥିଲି ହଲଚଲ ନକରି ଯଦି ଆପଣମାନେ ଏହାକୁ ଛାଡ଼ିଦେବେ ନା ତ ଏଇଟା ତଳେ ଲାଗିଯିବାର ଚାନ୍ସ ଥାଏ, ନହେଲେ ଗ୍ୟାସ୍ର ଫ୍ଲେମ୍କୁ ଟିକେ କମ୍ କରିଦେବେ। କମ୍ କରିଦେଲେ ମଧ୍ୟ ଏଟା ଲାଗିବନି। ଆଉ ଏଥିରେ ଆପଣ ଏବେ ଟିକେ ପାଣି ଏଡ୍ କରିଦେବେ, ଜଷ୍ଟ ଅଳ୍ପ ଟିକେ ପାଣି ଏଡ୍ କରିଦେଲେ ମସଲାଟା ଯେଉଁ ଆଉ ଟିକେ ଫୁଟି ହେଇଯିବ, କଷି ହେଇଯିବ ଭଲସେ। ତ ସେଥିପାଇଁ ଅଳ୍ପ ଟିକେ ପାଣି ଏଡ୍ କରିଦେବେ ମସଲାରେ। ଆମର ମସଲାରେ ପାଣି ଏଡ୍ ହେଇଯାଇଥିଲା, ଏବେ ମସଲାଟାକୁ ଟିକେ କଷି ହେବା ପାଇଁ, ଟିକେ ଫୁଟିବା ପାଇଁ ଛାଡ଼ିଦେବା। ଏବେ ଦେଖନ୍ତୁ କେତେ ସୁନ୍ଦର ଭାବରେ ଆମର ମସଲାଟା ଫୁଟି ଆସିଲାଣି। ଏଥିରେ ଏବେ ମାମା ଆମର କ'ଣ କଲା ନା ଟିକେ ଯେଉଁ ଆମର ନଡ଼ିଆ କୋରିକି ରଖିଥିଲା ତାକୁ ଭଲ ଭାବରେ ଟିକେ ଅଳ୍ପ ଏଥିରେ ମିଶାଇ ଦେଲା। ଆଉ କିଛି ନଡ଼ିଆ ମଧ୍ୟ ଆପଣମାନେ ରଖିଥିବେ, ଯେଉଁଟାକି ଲାଷ୍ଟକୁ ସବୁ ହେଇସାରିଲା ପରେ ଟିକେ ପକାଇବେ। ପ୍ରଥମେ ଏବେ ମସଲାରେ କିଛି କଷି ହେବା ପାଇଁ ମଧ୍ୟ ନଡ଼ିଆ ସେ ପକାଇଦେଲା। ଦେଖିପାରୁଥିବେ ମସଲାଟା ଆମର ଲାଲ ଥିଲା, ଆଉ ତା ସହିତ ନଡ଼ିଆ ମିଶିଗଲା, ଟିକେ କଲର୍ କେମିତି ବି ଚେଞ୍ଜ ହେଇଗଲା। ଧଳା ଆଉ ଲାଲର କମ୍ବିନେସନ୍ ମିଶିଗଲା ପରେ ଦେଖନ୍ତୁ ଗୋଟେ କଲର୍ କେମିତି ତିଆରି ହେଇଯାଉଛି। ଆଉ ମସଲାର ପରିମାଣ ମଧ୍ୟ ବି ଏଠି ବଢ଼ିଯାଇଛି ଆମର। ଆଉ ନଡ଼ିଆର ଯେଉଁ ମିଠା ମିଠା ଅଂଶ ଟିକେ ଟେଷ୍ଟଟା ଦେଖିବେ, ସେଇଟା ଖାଇଲା ବେଳେ କେମିତି ପାଟିକୁ ଲାଗିବ ସ୍ୱାଦ। ଏବେ ନଡ଼ିଆ ପଡ଼ିଗଲା ପରେ ଆଉ ଟିକେ ଆମେ ଏକୁ ଭଲ ଭାବରେ କଷିଦେବା।
जमा छाड़बेनि हलचल करुवे सब बेले छाड़बार जदि लगिଯିव ताहले पूरा तरकारी नष्ट हो आपण मानकर से भल भाव या समय लगे कष्ट हम कि सब हलचल करुवे देखो आमर कलर टा केमी आस्ते आस्ते गोटे अलग कलर आसुची नुआ कलर आसुची बास्ना बढ़िया सुंदर होता है बहुत भल मत तो मुझे जानी मामा एमती भी बहुत भल रोषे करती किंतु तापरे घुगुनी तो मोर सबुठ फेवराइट चकुली घुगुनी ही सबुठ मोर फेवराइट मु सब बेले चकुली घुगुनी खाए मु जुआड़े जाए समस्ते जानते कि मोर चकुली घुगुनी फेवराइट तो से समस्ते मुझे बेले जीवी माने चकुली घुगुनीटा आगे ही देखो आमर मसलाटा केते सुंदर भाव एबे कलर भी पुणी फेई आसला आउ परिमाण केते अधिक भी हो गला मसलार देखा जाउची भी केते सुंदर आखी को बास्ना भी बहुत बढ़िया होची मोर एते बेलू खाली मने पड़ुची तरकारी फाइनाल टा केमिति होबो केते टेस्ट हेतिबो काहेकि ना साधारणतः आमे घरे जते बेले करूचंती ए घरे घुगुनी तो सेटा भी केते टेस्ट हुए एमती ये तो भी केते सुंदर हेलानी एथिरे आमे बे मटर दे देबा काहेकि ना हमर मसलाटा बहुत भल भाव कषि जाइथिला एथिरे हमर जो सिझा है कि मटर आ आलू थिला ताकू भल भाव दे देबा देदेला परे याकू सबू को मिसई दबा टिके एबे जो कलर टा देखि परथुवे हळदी ता साइड रे हळदिया कलर ता साइड रे लाल कलर थिला केते सुंदर लागुथिला एबे देखंतु मटर आ मसला को टिके भल से मिसई देबे मिसई दे किछि टाइम छाड़ी देबे छाड़ी सारला परे एथिरे आपण माने कोन करिवे ना पानी दे देबे किछि आपण को मानकर जेते दरकार जो अनुसार पानी आपण देबाकू चाहुछन्ती सेति पानी आपण माने देई परिबे बेसी पानिया करेनि अल्प पानी देबे पानी दे दी कि छाड़ी देले किछि टाइम कोन हबो ना मसला रे पानीटा पूरा भल से मिसी जिवो आ फुटी की पूरा तरकारी सहित मसला पानीटा सेट हे जिवो आ पानी चिया लागिबोनी यदि आपण माने आउ टिके लेट करके पानी देबे तो सही अनुसार आपण मानकू अधिक टाइम फुटेबाकू पड़िबो आपण माने नहले पुणी सेते बेले पानी तरकारीटे पानी चिया लागिबो भल लागिबोनी टेस्ट आसीबोनी जेमिति आसीबा कथा आगुतरा टिके पानी दे टिके अधिक टाइम फुटे देले तरकारीटा पूरा एकदम फर्स्ट क्लास हे जिवो देखंतु एबे हमर कलर देखंतु केमिति आसी जाईछि पूरा परफेक्ट घुगुनी तो कलर आसी जाईछि आ पूरा परफेक्ट घुगुनी भलिया तापरे आमे एथिरे जो बाकी नडिया कोरा टिके रहितला ताकू एथिरे एबे ऐड कर देबा काहेकि ना तरकारी हमर हेई आसिलानी एबे ऐड कर देले तापरे एबे आपण माने किछि टाइम छाड़ी देबे टोटली हलचल करिवेनी और सिम रे गैस को रखि देबे से देखिए आराम से हे जीवो केते सुंदर भाबरे केते सुंदर भाबरे देखंतु फुटू जी हमर तरकारीटी फाइनली हमर तरकारी प्रस्तुत हो जाइछि पूरा परफेक्ट घुगुनी तरकारी भलिया